मौथा आमको आग दियो थंध्या है गलानी तो आमे बहुत दूर दीबू। हौ रे पिले नियो नियो। ओइले एई थमले किए एक दायगले ए दंगल लाथले दल लागुनी घलको ताले ता बोले एक दिउ अब हाली त थिया ने देखौती आ। नहीं 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 तमे माने रुआ नाले मु साइकिल ऊपर पैंट रे मुति देबी ए बोलो। ए हे तू केडे पचराडा कि रे रो 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 मु साइकिल रोकती रो। ओ सुनो जल्दी जाई कि सारी के आसे। मेरे डंगो रह रह मु भी जीबी। अले नेवला अले थे बुद्धाले किए गोते ताली की गला वाले लागिला ले मते अले पले ताल ले तू इरे बा अच्छा काई मु तो देखि पारलिनी तू डरुआ दे सेइटी पई तते सेमिति लागिथिबो। अले लतिया तू ते साइकिल तला ओ मते साइकिल तले तले थक्का लागिलानी। हो ठीक अछि। ठीक अछि बिले आज भाई एतिकी एबे खेल छुट्टी समय हेलानी जाओ सब खेलिबो। कबड्डी 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 ये तू आउट हे गलु रे नटिया ये आज तमे सब हारिबो रे ये कोन पे हमो टीम रे तो एबे जाय गेंडू अछि आमे जे ऑलरेडी हुइनु। ए गेंडू एका एमिति की खेल खेली बाबा आम डांगो परा ताको आउट कर दबो। ए डांगो गलु गलु गेंडू को आउट कर दबु जा। औले पुआ आदि देखतिया के दलुआ आउ के थेलुआ। तेरा खिया नळी कोड़िया तू मो पुओ को थट्टा कलु दउची तते आजी। अरे गेंडू तो देहर एते बड़ कोठू आसिला। ए गेंडू भाई तू मते एते जोरे फोपाड़िलु काहेकि मो पिठीटा छेली होई गला मु जाउची मो बौ आगरे कहि देबी। आले मु भी दानिले मु एमिति केमिति कली। ओहो अरे से जहा भी हो आमे तो जीति गले ने। अरे गेंडू तू आज आम घर को आसबू वार्षिक परीक्षा आसिलानी तो आम घर मिसिकी पढ़िबा। ताऊ ताऊ अति कति मु आथी आउ।
ଲତିଆ ଆଲେ ଦେଦମା କୁଆଲେ ଗଲେ କିଲେ ଥନ୍ଥେଲେ ତ ବାହାରେ ବୁଲୁଥିଲେ ବହୁତ ଦୋଲରେ କୁଲ ହଉତି ପଲା ଦେହ କଲା ବଇ ଦିଅ। ଆରେ ଜେଜେମା ଆଉ ଜେଜେବାପା ତ ବସିକି ଟିଭି ଦେଖୁଛନ୍ତି ଆଉ ସେ ବାହାରକୁ କାହିଁକି ଯିବେ? ତାହେଲେ ମୁଁ ବାହାରେ କାହାକୁ ଦେଖିଥିଲି? ଆରେ ହଉ ବହୁତ ରାତି ହେଲାଣି, ଚାଲ ମୁଁ ତତେ ଘରେ ଛାଡିଦେବି। କାକା ଘର ତ ପାଖେଇ ଗଲାନି, ତମେ ଦାଅ ମୁଁ ଏଠୁ ପଲେଇ। ଆଲୋ ଆଲୋ କାକା ତମେ ଏଇଟା ଯାଇନ? ଆଲେ ଗେଣ୍ଡୁ ତୋଲ କଣ ହେଲା? ଆଲେ ତୁ ବୋଧେ ଖୋଲା ପଥପୁନ ଦେଖିଲୁ ଆଉ ସେଥିପାଇଁ ତିଲଉତୁ ନା? ବାପା ମତେ ଥାଲିକି କୁଆଲେ ଦାଓନି, ମତେ ଭାରି ଡର ଲାଗୁଛି ବାପା। ବାପା ମତେ ଥାଲିକି ଦାଓନି ଦାଓନି। ହେଇଟି ଶୁଣୁଛ, ଆମ ପୁଅ ନା ଆଜିକାଲି ବହୁତ ଡରୁଛି। ତମେ କାଲି ବାବାଙ୍କ ପାଖକୁ ଯାଇ ତା ପାଇଁ ଗୋଟେ ଡେଉଁରିଆ ଆଣିଦବ ତ। ଆଲେ ହଉ ଠିକ ଅଛି ତାହେଲେ ଆଉ ମୁଁ କାଲି ଥକାଲୁ ଦେଇକି ଗୁନିଆକୁ ଦେଖିକି ପ୍ରଥମ ବୁଝିଲ। ଏଇ ଡେଉଁରିଆଟା ନେ, ଆଗ ତ ପୁଅ ହାତରେ ବାନ୍ଧି ଦବୁ। ଆଉ ଶୁଣ, ଆଜି ହଉଛି ଭାଦ୍ରପଦା ଅମାବାସ୍ୟା, ଆଜି ରାତିରେ ଟିକେ ତାକୁ ନଜର ରଖିବୁ, ଏକୁଟିଆ ତାକୁ ବାହାରକୁ ଛାଡିବୁନି ହେଲା। ହଉ ହଉ ବାବା ଠିକ ଅଛି, ଦା ଆପଣ କଲ ଆଜ୍ଞା ଆଉ। ହଉ ଠିକ ଅଛି। ଆଲୋ ଆଲେ ଲତିଆ କ ହଇରେ ତୁ ଆଜି କଣ ପଢିବାକୁ ଆସିବୁନି? ଆଲେ ଆଲେ ମୁଁ ପଲା ଏ ଥାଙ୍ଗେ ବାହାରିଥିଲି ଆଉ ଦାଉତି ଲ। ଧନ, ମୋ ପୁଅ ମୋ ପାଖକୁ ଆସେ, ଆସେ ମୋ ପାଖକୁ ଆସେ। ମୋ ବାପାଟା ପରା, ମୋ ଧନଟା ପରା, ମୋ ପାଖକୁ ଟିକେ ମୋ ପାଖକୁ ଟିକେ ହଇରେ ତୁ ପରା କହିଲୁ ସାଙ୍ଗେ ସାଙ୍ଗେ ପଳେଇ ଆସିବୁ, ଏତେ କଣ ଡେରି କଲୁ? ଜଲ୍ଦି ଆସେ। ଆଲେ ତୁ ଏମିତି କଣ କହୁଛୁ ନତିଆ? ଆଲେ ଗେଣ୍ଡୁ ତ ତମ ଘରକୁ କେତେବେଳୁ ବାହାରିକି ପଳେଇଲାନି, ତମ ଘରେ କଣ ଥିଏ ପହଞ୍ଚିନି? ନାଇଁ ପରା, ସେ ଏ ଯାଏ ଆମ ଘରକୁ ଆସିନି। ଏ ଭଗବାନ, ମୋ ପୁଅ କୁଆଡେ ଗଲା? ବାବା ଆଦି ମନା କରୁଥିଲେ ତାକୁ ବାହାରକୁ ଚାଲିବାକୁ, ସେ କୁଆଡେ ଗଲା? ଏ ଭଗବାନ ମୁଁ କଣ କଲିବି?
କେକେ ତମେ ଜମାରୁ ବ୍ୟସ୍ତ ହୁଅନି, ଆମେ ସମସ୍ତେ ମିଶିକି ଖୋଜିବା। ମୋ ସୁନାଟା ଆ ମୋ ପାଖକୁ ଆ। ମୁଁ ପରା ତ ନିଜ ମା, ମୋ ଧନଟା ପରା। ଆଗ ସେ ଡେଉରିଆଟା ତ ହାତରୁ ଖୋଲିଦେ। ହଁ ମୋ ଧନରେ ତୋର କଣ ମୋ କଥା ଜମା ମନେ ପଡୁନି? ଆସେ ମୋ ବାପାଟା ପରା, ଆସେ ମୋ ପାଖକୁ ଆସେ। ସେଇ ରଙ୍ଗ, ସେଇ ଆଖି, ସେଇ ପାଦ। ହଁ ହଁ ତୁ ମୋରି ପୁଅ। ଏତେ ଦିନ ପରେ ତୁ ମତେ ମିଳିଛୁ, ଆଉ ତତେ ମୋ ପାଖରୁ ଦୂରେଇବିନି। ହଁ ଆଉ ତତେ ମୋ ପାଖରୁ ଦୂରେଇବିନି। ए गेंडू भाई कुआड़े गलू गेंडू भाई? बापा लो बुता 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 से गछ पाखे बसीची। गेंडू भाई भी ता पाखे अच्छी बापा, जल्दी आस। ଆରେ କିଏ ତୁ? ମୋ ସାଙ୍ଗକୁ କଣ ପାଇଁ ଧରିଛୁ? ଛାଡି ତାକୁ, ଛାଡି ପରା ତ କହୁଛି। ଆଲେ ମୋ ପୁଅକୁ ଥାଲେ କହୁଛି, ଆଲେ ମୋ ପୁଅକୁ ଥାଲି ଦେଲେ। ଏ ଗେନ୍ଦୁ ଗେନ୍ଦୁ ଆଲେ ପଲେଇ ଆଥିଲେ ଦେ ତୁ। କିଏ ତୋ ପୁଅ? ସେ ମୋ ପୁଅ, ମୋ କହ୍ନେଇ। ତାକୁ ଆଜି ମୁଁ ମୋ ସାଙ୍ଗରେ ନେଇଯିବି। ହଁ ତାକୁ ଆଜି ମୁଁ ମୋ ସାଙ୍ଗରେ ନେଇଯିବି। ବାବା ଜଲ୍ଦି ତେ ତିଲୁଗୁନି ତୁ ମୋ ପୁଅକୁ ବଞ୍ଚେଇ ଦିଅନ୍ତୁ ବାବା। ମୋର ଗୋଟେ ବୋଲି ପୁଅ, ତାକୁ ବଞ୍ଚେଇ ଦିଅନ୍ତୁ ବାବା। ତମ ଗୋଲ ତଲେ ପଡୁଛି, ତାକୁ ବଞ୍ଚେଇ ଦିଅନ୍ତୁ। ଆରେ ଆଜି ଅମାବାସ୍ୟା ରାତି, ମୋଠୁ ତା ଶକ୍ତି ଢେର ଅଧିକା। ମୁଁ ତାକୁ କେବଳ ଅଟକାଇ ପାରିବି, ହେଲେ ତୋ ପୁଅକୁ ମୁଁ ଆଣିପାରିବିନି, ବୁଝିଲୁ? ଆରେ ହେ, ହେଲେ ସେ ଆମ ଗେଣ୍ଡୁକୁ ତା ପୁଅ କାହିଁ କହୁଛି? ଏ ହେଉଛି ଗୋଟେ ଚିରଗୁଣୀ। 15 ବର୍ଷ ତଳେ ଗର୍ଭବତୀ ଥିବା ସମୟରେ ଯୌତୁକ ପାଇଁ ତାକୁ ହତ୍ୟା କରାଯାଇଥିଲା। ସେବେଠୁ ସେ ଛୁଆଟେ ପାଇଁ ବିକଳ ହଉଥିଲା। ଆଜି ଗେଣ୍ଡୁକୁ ଦେଖି ନିଜ ଛୁଆ ବୋଲି ଭାବୁଛି। ଏ ମୋ ପୁଅ ପୁଅ ପୁଅ। କିଏ ତୁ? ମୋ ପୁଅକୁ ନବାକୁ ଆସିଛୁ? ତୋ ପରିକା 50 ଜଣ ଆସିଲେ ବି ଆଜି ମୋ ପୁଅକୁ ମୋଠୁ ଅଲଗା କରିପାରିବେନି। ମୁଁ ମୋ ପୁଅକୁ ନେଇକି ବହୁତ ଦୂରକୁ ଚାଲିଯିବି। ବାପା ବନ୍ତା 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 ବାପା 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 ବନ୍ତା ବନ୍ତା ବନ୍ତା। ରହିଯା, ଛାଡ଼ିଦେ ମୋ ପୁଅକୁ। ମୁଁ ତ ଗୋଡ ତଳେ ପଡୁଛି, ତ ହାତ ଧରୁଛି। ଚୁପ୍ କର। ମୁଁ ମୋ ପୁଅକୁ କୁଆଡେ ଛାଡିବିନି କି କାହାକୁ ଦେବିନି। ମୋ ଗେଣ୍ଡୁକୁ ଛାଡ଼ିଦେ, ମୁଁ ତାକୁ ଏମିତି କଷ୍ଟରେ ଦେଖିପାରିବିନି। କଷ୍ଟ? ମୁଁ କାହିଁକି ମୋ ପୁଅକୁ କଷ୍ଟ ଦେବି? ମୁଁ ତ ତାକୁ ଏ ଲୋଭୀ ଆଉ ନିଷ୍ଠୁର ସଂସାରରୁ ମୁକ୍ତି ଦେବାକୁ ମୋ ସାଙ୍ଗରେ ନେଇଯାଉଛି। ତୁ ଏତେ ନିର୍ଦ୍ଦୟୀ ହନି। ତୁ ବି ଆଉ କାହାର ମା। ତୁ ଗୋଟେ ମା ହେଇ ଆଉ ଗୋଟେ ମାର ଦୁଃଖ କେମିତି ବୁଝିପାରୁନୁ? ମୋ ପୁଅ ବିନା ବଞ୍ଚିବା ମରିବା ମୋ ପାଇଁ ସବୁ ସମାନ। ହଉ, ତୁ ଯଦି ତାକୁ ଛାଡିବୁନି ତାହେଲେ ମତେ ବି ତୋ ସାଙ୍ଗରେ ନେଇଯା। ମତେ କ୍ଷମା କର। ମାତ୍ର ସ୍ନେହରେ ମୁଁ ଅନ୍ଧା ହେଇଯାଇଥିଲି, ଆଉ ଏତେ ବଡ ଭୁଲ କରିବାକୁ ବସିଥିଲି। ମୁଁ ସିନା ମୋ ଛୁଆକୁ କୋଳରେ ଧରି ପାରିଲିନି, ହେଲେ ତମ କୋଳ ଶୂନ୍ୟ କରିବିନି। ତମ ପୁଅକୁ ନିଅ,
ଏ ବାବା ଏ ଡାହାଣଟା କୁଆଡେ ଉଭେଇ ଗଲା? ଆରେ ଏତେ ଦିନ ହେଲା ତା ଇଚ୍ଛା ତୃପ୍ତି ହଉନଥିଲା ବୋଲି ତା ପ୍ରେତାତ୍ମା ଘୁରି ବୁଲୁଥିଲା। ଆଜି ଦୟା ଓ ତ୍ୟାଗର ଦେବଗୁଣ ଦେଖାଇ ସେ ମୁକ୍ତି ପାଇଛି। ଆରେ ହଉ ଯାହା ହେଲା ସେ କଥା ସବୁ ଛାଡ, ଏବେ ଜଲ୍ଦି ଗେଣ୍ଡୁକୁ ନେଇ ଘରକୁ ଚାଲ, ସିଏ ଏବେ ବିଶ୍ରାମ କରିବ।